ମୋର କର୍ମ ତ ମୁଁ କରିଛି, ଫଳ କାହିଁକି ନାହିଁ? ଅର୍ଜୁନ ପଚାରିଲେ, ହେ ବାସୁଦେବ, ମୁଁ ନିଷ୍ଠାରେ କାମ କରିଲି, ସତ୍ ପଥରେ ଚାଲି ମୋ ପାଖକୁ ବିଜୟ କାହିଁକି ଆସୁନାହିଁ? ଶ୍ରୀକୃଷ୍ଣ ହସି କହିଲେ, ଅର୍ଜୁନ, ତୁମେ କର୍ମ କରିଛ, ତୁମର କର୍ତ୍ତବ୍ୟ ପୂରଣ ହୋଇଛି, ଫଳ ତ ତୁମ ଅଧୀନରେ ନୁହେଁ। ଫଳ ମିଳେ ଯେତେବେଳେ ଆତ୍ମା ତୁମ କର୍ମର ଅଭିନ୍ନ ହୋଇଯାଏ। ତୁମେ କର୍ମରେ ଆସକ୍ତି ରଖ ନାହିଁ, ଶାନ୍ତି ଆସିବ। ପରିବର୍ତ୍ତନ ହିଁ ପରିବର୍ତ୍ତନ ଆଣିଥାଏ। ଦୁନିଆ କେବେ ହେଲେ ବଦଳି ଯାଇନଥାଏ, ଆମେ ତାହାକୁ ବଦଳାଇବା ଦରକାର ପଡ଼ିଥାଏ। ନଚେତ୍ ଆମେ ଆଶା କରୁଥିବା ଉଦ୍ଦେଶ୍ୟକୁ ପାଇବାର ସମ୍ଭାବନା ବହୁତ କମ୍ ହୋଇଯିବ। ନିଜର ବିଚାର, ବିଶ୍ୱାସ ଓ ଶୈଳୀର ପରିବର୍ତ୍ତନ ନକରି ଅନ୍ୟ ଜଣେ ବଦଳି ଯିବାର ଇଚ୍ଛା କରିବା ଅବୁଝା ବ୍ୟକ୍ତିର କାର୍ଯ୍ୟ। ସକାରାତ୍ମକ ଓ ଉଚିତ ଆତ୍ମରୂପାନ୍ତରଣ ଦ୍ୱାରା ବ୍ୟକ୍ତିଗତ ବ୍ୟକ୍ତିତ୍ୱ, ବ୍ୟାପାର ଓ ବ୍ୟବସାୟରେ ଶ୍ରେଷ୍ଠତ୍ୱ ମିଳିଥାଏ। ଆତ୍ମରୂପାନ୍ତରଣ ଦ୍ୱାରା ହିଁ ଆୟାମୀ ବିକାଶ, କ୍ଷମତା ଓ ବୁଦ୍ଧିର ବିକାଶ ସମ୍ଭବ ହୋଇଥାଏ। ସମୟୋଚିତ ବଦଳି ପାରୁନଥିବା ମନୁଷ୍ୟ ସୀମିତ ସ୍ଥାନରେ ଡେଣା ହଲାଉଥାଇପାରେ, କିନ୍ତୁ ସବୁ ସ୍ଥାନରେ ପାରେ ନାହିଁ। ଜଣେ ଅହଙ୍କାରୀ କୋଟିପତି ତାହାର ସଂକୀର୍ଣ୍ଣତା ଯୋଗୁଁ ପାରିବାରିକ ଜୀବନରେ ମଧ୍ୟ ଶାନ୍ତି ପାଇନଥାଏ। ନିଜ ସହ ବିଜେତା ପରି କଥା ହେବାର କିଛି ସୂତ୍ର। ଯାହା ଆପଣ ନିଜକୁ କହୁଛନ୍ତି ତାହା ଉପରେ ବିଶ୍ୱାସ ରଖନ୍ତୁ। ଏକ ବିଜେତା ପରି ଭାବନ୍ତୁ, କାମ କରନ୍ତୁ ଓ କଥା ହୁଅନ୍ତୁ। ଏହିପରି ଭାବେ ଆପଣ ବିଜେତା ହୋଇପାରିବେ। ନିଶ୍ଚିତ ଲକ୍ଷ୍ୟ ବାଛନ୍ତୁ। ଧରନ୍ତୁ ଆପଣ 100 ମିଟର ଦୌଡ଼ ଜିତିବାକୁ ଚାହୁଁଛନ୍ତି। କୁହନ୍ତୁ, ମୁଁ 100 ମିଟର ଦୌଡ଼ରେ ଜିତିବାକୁ ଚାହୁଁଛି। ଏହା ମୋର ଦୌଡ଼ ଅଟେ ଓ ମୋତେ କେହି ପରାଜିତ କରିପାରିବେ ନାହିଁ। ଉତ୍ସାହର ସହ ନିଜ ସହ କଥା ହୁଅନ୍ତୁ। ଚୁପ୍ ରହି ଭାବନ୍ତୁ ନାହିଁ। କୌଣସି ଦ୍ୱନ୍ଦ୍ୱରେ ରହିବାର ଆବଶ୍ୟକତା ନାହିଁ। ଆପଣ ନିଜକୁ ବିଲକୁଲ ବି କୁହନ୍ତୁ ନାହିଁ, ଏହାକୁ ମୁଁ କ'ଣ କରିପାରିବି? ବରଂ କୁହନ୍ତୁ, ମୁଁ ଏହାକୁ ନିଶ୍ଚିତ ଭାବରେ କରିପାରିବି। ବିଜେତା ପରି ଆଚରଣ କରନ୍ତୁ, ବିଜେତା ପରି ସ୍ୱପ୍ନ ଦେଖନ୍ତୁ ଓ ଆତ୍ମବିଶ୍ୱାସର ସହ ବଢ଼ନ୍ତୁ। ନକାରାତ୍ମକତାରୁ ଦୂରେଇ ରୁହନ୍ତୁ। ମୁଁ ଅସଫଳ ହେବି ନାହିଁ କହିବା ପରିବର୍ତ୍ତେ ବରଂ କୁହନ୍ତୁ, ମୁଁ ସଫଳ ହେବି, ବିଜୟୀ ହେବି। ପେଟ ପାଇଁ 8ଟି କଥା। ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପାଣିକୁ ସବୁବେଳେ ବସିକି ଧୀରେ ଧୀରେ ପିଅନ୍ତୁ। ରାତ୍ରି ସମୟରେ ଅଧିକ ଭୋଜନ କରନ୍ତୁ ନାହିଁ। ଖାଲି ପେଟରେ ତେଲ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଖାଦ୍ୟକୁ ଭଲ ଭାବରେ ଚୋବାଇ କରି ଖାଆନ୍ତୁ। ଯଦି ପାରୁଛନ୍ତି ସକାଳୁ ଖାଲି ପେଟରେ ବେଲପତ୍ର ଗୋଟେ ଚୋବାଇ ଖାଆନ୍ତୁ। ଏହା ଦ୍ୱାରା ପେଟ ଥଣ୍ଡା ରହେ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ। ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ, ଏହା ପେଟ ଭଲ ରଖିଥାଏ। ମଲା ପରେ ମଣିଷକୁ ମଶାଣି ନେବା ବେଳେ ପଇସା ଏଥିପାଇଁ ଫିଙ୍ଗା ଯାଏ ଯେ ମଣିଷ ସାରା ଜୀବନ ଯେଉଁ ଟଙ୍କା ଗୋଟେଇବାରେ ବ୍ୟସ୍ତ ଥିଲୁ, ଆଜି ଦମ୍ ଅଛି ତ ଥରେ ଗୋଟେଇକି ଦେଖା। ଜୟ ଶ୍ରୀ ଜଗନ୍ନାଥ।